ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଏଲ୍‌ପିଜି ବୁକିଂ ନିୟମରେ ବଡ଼ ପରିବର୍ତ୍ତନ। ଘରୋଇ ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ଏଲ୍‌ପିଜି ସିଲିଣ୍ଡର ବୁକିଂ ନିୟମରେ ପରିବର୍ତ୍ତନ କରିଛି ଗ୍ୟାସ୍ କମ୍ପାନୀ। ଘରୋଇ ଗ୍ୟାସ୍ କଳାବଜାରୀ ରୋକିବା ଏବଂ ବିତରଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲାଗି ଏବେ 2ଟି ସିଲିଣ୍ଡର ବୁକିଂ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରାଯାଇଛି। ନୂଆ ନିୟମ ଅନୁସାରେ କେନ୍ଦ୍ର ସରକାର 14 କେଜି ବିଶିଷ୍ଟ ଘରୋଇ ଏଲ୍‌ପିଜି ସିଲିଣ୍ଡର ଡେଲିଭରି ଓ ପରବର୍ତ୍ତୀ ବୁକିଂ ମଧ୍ୟରେ ଅନିବାର୍ଯ୍ୟ ସମୟସୀମାକୁ ବଢ଼ାଇ ଦେଇଛନ୍ତି। ଗ୍ୟାସ୍ ସିଲିଣ୍ଡର ବୁକିଂ ବ୍ୟବଧାନକୁ 25 ଦିନରୁ ବର୍ତ୍ତମାନ 35 ଦିନକୁ ବଢ଼ାଇ ଦିଆଯାଇଛି। ପରବର୍ତ୍ତୀ ଖବର, ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ବିଶ୍ୱ ଶକ୍ତି ସଙ୍କଟ ଆଡ଼କୁ ଧୀରେ ଧୀରେ ଅଗ୍ରସର ହେଉଛି, କିନ୍ତୁ ଭାରତ ସରକାର ଏହାର ସମାଧାନ ପାଇଁ ବିକଳ୍ପ ପଦକ୍ଷେପ ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହି ସମୟରେ ବ୍ୟାପକ ଗୁଜବ ଏବଂ ଜନସାଧାରଣ ମଧ୍ୟରେ ଦେଖିବାକୁ ମିଳୁଥିବା ଭୟ ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ତୈଳ କମ୍ପାନୀ। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜିର କୌଣସି ଅଭାବ ନାହିଁ। ପରବର୍ତ୍ତୀ ଖବର, ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଲାଗି ରହିଛି। ଏହାରି ଭିତରେ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି। ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ କାଲି ପର୍ଯ୍ୟନ୍ତ 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ବର୍ଷା ସହିତ ଘଣ୍ଟାକୁ 40ରୁ 50 କିଲୋମିଟର ପର୍ଯ୍ୟନ୍ତ ପବନ ସମ୍ଭାବନା ରହିଛି। 28 ଓ 29 ତାରିଖରେ ମଧ୍ୟ ଅଧିକାଂଶ ଜିଲ୍ଲାରେ ଝଡ଼ ବର୍ଷା ହୋଇପାରେ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର, ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡ଼ିଲା ଡ୍ରୋନ୍। ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟୁଛି 2ଟି ଡ୍ରୋନ୍। ଗୋଟିଏ ପଟରେ କଡ଼ା ସୁରକ୍ଷା ଭିତରେ ରତ୍ନ ଗଣତି ଚାଲିଥିବା ବେଳେ ଏପଟେ ଡ୍ରୋନ୍ ଉଡ଼ିବାକୁ ନେଇ ସ୍ପଷ୍ଟ ହୋଇଛି ପ୍ରଶ୍ନବାଚୀ। କିଏ ଏମିତି କରିଛି, କାହିଁକି, ଏନେଇ ବଡ଼ ପ୍ରଶ୍ନ ଥିବା ବେଳେ ଏହା ସହ ପୋଲିସ ଏନେଇ ତଦନ୍ତ କରୁଛି। ପରବର୍ତ୍ତୀ ଖବର, ତିଆରି ହେବ 100 ଏୟାରପୋର୍ଟ। ଦେଶରେ ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉଡ଼ାନ୍ 2.0 ଯୋଜନା ପାଇଁ 28,840 କୋଟି ମଞ୍ଜୁରୀ କରାଯାଇଛି। ଏହି ଯୋଜନାରେ ନୂତନ ବିମାନ ବନ୍ଦର ଭିତ୍ତିଭୂମି ବିକାଶ କରାଯିବ, ବିମାନ କମ୍ପାନୀଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଏବଂ ଛୋଟ ବିମାନ ବନ୍ଦରଗୁଡ଼ିକର ପରିଚାଳନାକୁ ସମର୍ଥନ କରାଯିବ। ପରବର୍ତ୍ତୀ ଖବର, ରାଜଧାନୀ ଭୁବନେଶ୍ୱରରେ ପୋଲିସ ସ୍କାନରରେ ରହିଛି ଲଜ୍, ହୋଟେଲ ଓ ଓୟୋରୁମ୍। ଭୁବନେଶ୍ୱରରେ ସେକ୍ସ ରାକେଟ୍ ଓ ବେଆଇନ କାର୍ଯ୍ୟକଳାପ ରୋକିବାକୁ ନିୟମିତ ଭାବେ ବିଭିନ୍ନ ହୋଟେଲରେ ଚଢ଼ାଉ କରୁଛି ପୋଲିସ। ଅତିଥିଙ୍କ ତଥ୍ୟ ଆପ୍ ଜରିଆରେ ନଦେଲେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ। ପରବର୍ତ୍ତୀ ଖବର, ଇରାନ ଆମେରିକାର 15 ଶ୍ରୁତି ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି। ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ ପ୍ରତ୍ୟାଖ୍ୟାନ କରିଥିବା ନେଇ କୁହାଯାଇଛି। ଅଧିକାରୀ ଜଣକ କଡ଼ା ଶବ୍ଦରେ କହିଛନ୍ତି ଯେ ଏହି ଯୁଦ୍ଧ ଇରାନ ନିଷ୍ପତ୍ତି ନେଲେ ଶେଷ ହେବ, ଟ୍ରମ୍ପ ନୁହେଁ। ପରବର୍ତ୍ତୀ ଖବର, ଆଇପିଏଲ୍ ସିଜନ୍ 19 ପୂର୍ବରୁ ଆର୍‌ସିବିକୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର। ଆଇପିଏଲ୍‌ର ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମାଲିକ ପରିବର୍ତ୍ତନ କରିଛି। 16,706 କୋଟି ମୂଲ୍ୟରେ ବିକ୍ରି ହୋଇଛି ଆର୍‌ସିବି। ଆଉ ଏବେ ଆର୍‌ସିବିର ନୂଆ ମାଲିକ ଏମିତି ଜଣେ ବ୍ୟକ୍ତି ହୋଇଛନ୍ତି ଯିଏ ଥରେ ଆଇପିଏଲ୍‌ରେ ନିଲାମରେ 30 ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲେ। ତାଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା, କିନ୍ତୁ ଆଇପିଏଲ୍‌ର ଗୋଟିଏ ବି ମ୍ୟାଚ୍ ସେ ଖେଳି ନାହାନ୍ତି। ଏହି ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ବରଂ
ଆର୍ଯ୍ୟମାନ ବିକ୍ରମ ବିର୍ଲା।